ଜଣକୁ ମାରିବା ପାଇଁ କମ୍ପ୍ୟୁଟର ଆବଶ୍ୟକ କି? କମ୍ପ୍ୟୁଟର ଯେହେତୁ ଚଲାଉଥିଲେ କମ୍ପ୍ୟୁଟର ଆମକୁ କଥା ରେସ୍ପଣ୍ଡ ନ କରିକି କମ୍ପ୍ୟୁଟର ଚଲେଇଲେ ଆମେ ସେ କମ୍ପ୍ୟୁଟର ଟାକୁ ଘୁଷାରି ଦେଲୁ। ଯେ ବ୍ୟବହାର ଆକ୍ଚୁଆଲି ପ୍ରଥମେ ତମେ କିଏ, ତମେ ପଚାରିବା ପାଇଁ କିଏ, ଚେୟାରମ୍ୟାନ କତିକି ଫାଇଲ କରିବା ପାଇଁ ତମେ କିଏ କହିବା ପାଇଁ, ସେଟା ମତେ ପିଡି କହିବେ, କଲେକ୍ଟର କହିବେ, ଚେୟାରମ୍ୟାନ କତିକି ଫାଇଲ ଯିବ କି ନାହିଁ ତମେ କିଏ କହିବା ପାଇଁ। ଆମର ଯୋଉ ସାଧାରଣ ଲୋକ କାମ କରିଛନ୍ତି, ଯିଏ କାମ କରିଛନ୍ତି ଯୋଉ ପ୍ରୋଜେକ୍ଟ ସବୁ, ସେ ଫାଇଲ କି 5 ଲକ୍ଷ 3 ଲକ୍ଷ ଫାଇଲ କି ମାନେ ଭିଡିଓ ପ୍ରେସରାଇଜ କରୁଛନ୍ତି, ଆମ କରୁଛନ୍ତି ଯେ ମାନେ ଚେୟାରମ୍ୟାନ କତିକି ପଠାଅ। ଚେୟାରମ୍ୟାନ ତାର 11% ପିସି, 11% 10% ଆଗରୁ 10% 11% ପିସି, ଚେୟାରମ୍ୟାନ କହୁଛି 2% ପିସି। ନାଇଁ ନାଇଁ ଏଟା ଭୁଲ କଥା। ଲାପଟପ୍ ସିସି କ୍ୟାମେରା ଦେଖନ୍ତୁ, ପୁରା ଟୋଟାଲ କ୍ଲିପ ଆଣନ୍ତୁ। ସେ ଆମେ ଯେହେତୁ ବସି କଥା ହଉଛୁ, ସେ ତାଙ୍କର ଆମକୁ ବ୍ୟବହାର ତ ପ୍ରଥମ ଖରାପ କଲେ, ତାପରେ ସେ କଣ କରୁଛନ୍ତି କମ୍ପ୍ୟୁଟର ଧରିକି ତାଙ୍କ ଇଏ କାମ କରୁଛନ୍ତି। ଆମ ସାଙ୍ଗରେ କଥା ନ ହେଇ ଆମେ ଗୋଟେ କ୍ୱେଶ୍ଚନ କରୁଛୁ, ସାଧାରଣ ଲୋକ କ୍ୱେଶ୍ଚନ କରୁଛନ୍ତି, କିଛି ନିର୍ବାଚିତ ପ୍ରତିନିଧି ବି ଯାଇଛନ୍ତି, ସରପଞ୍ଚ ସମିତି ସଭ୍ୟ ଯାଇଛନ୍ତି, ତାଙ୍କ ସାଙ୍ଗରେ କଥା ନ ହେଇ ଆମ ସାଙ୍ଗରେ କଥା ନାହିଁ, ସେ କମ୍ପ୍ୟୁଟରକୁ ତାର କମ୍ପ୍ୟୁଟର ଚଲେଇଲେ। ସେଥିପାଇଁ କମ୍ପ୍ୟୁଟରଟାକୁ ଆମେ ତାଙ୍କୁ ଘୁଷାରି ଦେଲୁ। ମୋ ଉତ୍ତର ଦେଇ କମ୍ପ୍ୟୁଟର ଯେହେତୁ ଆମକୁ ରେସ୍ପଣ୍ଡ ନ କରିକି ଆମ କାମରେ କମ୍ପ୍ୟୁଟରଟା ଆମେ ଉଠିଛୁ, ତାହା ଉପରକୁ ମାରିବା ପାଇଁ କମ୍ପ୍ୟୁଟର କଣ ଆବଶ୍ୟକ କି?